देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, 3 ଦିନ ସକାଳୁଆ ସ୍କୁଲ। ଏପ୍ରିଲ 25ରୁ ଖରା ଛୁଟି। ଆସନ୍ତା ଏପ୍ରିଲ 25ରୁ ରାଜ୍ୟର ସବୁ ସ୍କୁଲ ଛୁଟି। ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏପ୍ରିଲ 25ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେପଟେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ 22ରୁ 24 ତାରିଖ ପର୍ଯ୍ୟନ୍ତ 3 ଦିନ ସକାଳ 6ଟା 30ରୁ 10ଟା 30 ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା ହୋଇଛି। ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା 40 ଡିଗ୍ରୀକୁ ପାର କରିଛି। ତେଣୁ ସାଧାରଣତଃ ମେ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି। କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢ଼ୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ନମ୍ବର 2, ଜୁନ୍ 2024 ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନେଟ୍ ଜୁନ୍ 2024 ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍ ଏନ୍ଟିଏ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ଲିଙ୍କ ମାଧ୍ୟମରେ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମେ 10 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଫି ଦାଖଲ କରିବାର ଶେଷ ତାରିଖ ମେ 11ରୁ 12 ତାରିଖ ପର୍ଯ୍ୟନ୍ତ ରହିଛି। ସଂଶୋଧନ ୱିଣ୍ଡୋ ମେ 13 ତାରିଖରେ ଖୋଲିବ ଏବଂ ମେ 15 ତାରିଖରେ ବନ୍ଦ ହେବ। ୟୁଜିସିର ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ଏବଂ 83ଟି ବିଷୟରେ ପିଏଚ୍ଡିରେ ନାମଲେଖା ପାଇଁ ଚଳିତ ବର୍ଷ ଜୁନ୍ 16 ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ନମ୍ବର 3, ଏଣିକି 65 ବର୍ଷରୁ ଅଧିକ ବୟସ୍କ ମଧ୍ୟ ପାଇବେ ସ୍ୱାସ୍ଥ୍ୟ ବୀମା ସୁବିଧା। ବୀମା ନିୟାମକ IRDAI ସ୍ୱାସ୍ଥ୍ୟ ବୀମା କ୍ରୟ ସମ୍ବନ୍ଧିତ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏଥିରେ ପଲିସି କ୍ରେତାଙ୍କ ପୂର୍ବରୁ ଥିବା ବୟସ ସୀମା ନିୟମ ହଟାଯାଇଛି। ପୂର୍ବରୁ କେବଳ 65 ବର୍ଷ କିମ୍ବା ତାଠୁ କମ୍ ବୟସ୍କ ହିଁ ସ୍ୱାସ୍ଥ୍ୟ ବୀମା କ୍ରୟ କରିପାରୁଥିଲେ। ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବୀମା କ୍ରୟ ଉପରେ ସର୍ବାଧିକ ବୟସ୍କ କଟକଣା ସମାପ୍ତ କରି IRDAI ଏହି ସୁବିଧା ସମସ୍ତଙ୍କୁ ଯୋଗାଇ ଦେବାକୁ ଚାହୁଁଛି। ଏହାଫଳରେ ଅଧିକ ହିତାଧିକାରୀ ସ୍ୱାସ୍ଥ୍ୟ ବୀମା ପାଇପାରିବେ। ଏହି ନିୟମକୁ ପିଛିଲା ଭାବେ 1 ଏପ୍ରିଲ 2024ରୁ ଲାଗୁ କରିଦିଆଯାଇଛି। ଅର୍ଥାତ୍ ଏଣିକି କୌଣସି ବୟସ୍କ ବ୍ୟକ୍ତି ମଧ୍ୟ ନୂଆ ସ୍ୱାସ୍ଥ୍ୟ ବୀମା ନେଇପାରିବେ। ନମ୍ବର 4, ଏପ୍ରିଲ 24ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 24ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ। 24 ତାରିଖରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଥିବାବେଳେ 25 ତାରିଖରେ ରାୟଗଡ଼ାରେ ପ୍ରଚାର କରିବାର ସୂଚନା ରହିଛି। ଗତଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ପାଣିପାଗ ସୂଚନା। 40 ଡିଗ୍ରୀ ଉପରେ ରାଜ୍ୟର 30 ସହର। ବାରିପଦାରେ ପାରା ଛୁଇଁଲା 44.6 ଡିଗ୍ରୀ। ରାଜ୍ୟରେ ଗତକାଲି ତୁଳନାରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ହ୍ରାସ ପାଇଛି। ବାରିପଦାରେ କାଲି ତାପମାତ୍ରା ସର୍ବାଧିକ 44.6 ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର 30ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟାରେ ସିଭିୟର ହିଟ୍ୱେଭ୍ ପାଇଁ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଖୋର୍ଦ୍ଧା ଓ କଟକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଆର୍ଦ୍ର ସ୍ଥିତି ବି ଲାଗି ରହିବ। ନମ୍ବର 6, 25ରେ ଓଡ଼ିଶା ଆସିବେ ଅମିତ ଶାହ। ଆସନ୍ତା 25 ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ। ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା। ଏନେଇ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଗୋଲକ ମହାପାତ୍ର। ଓଡ଼ିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ ଜନସଭାକୁ ସମ୍ବୋଧିତ କରିବେ ଶାହା। ସୋନପୁରରୁ ଫେରି ଭୁବନେଶ୍ୱରରେ ରାତ୍ରି ଯାପନ କରିବେ ଅମିତ ଶାହ। ପରେ ଭୁବନେଶ୍ୱରରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବା ସହ ବିଜୟ ମନ୍ତ୍ର ଦେବେ। ନମ୍ବର 7, ରେଲୱେରେ ଚାକିରି ସୁଯୋଗ। 8000 ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ। ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ। ରେଲୱେ ନିଯୁକ୍ତି ବୋର୍ଡ 8000ରୁ ଅଧିକ ଟ୍ରାଭେଲ ଟିକେଟ ପରୀକ୍ଷକ ବା TTE ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ indianrailways.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ମେ ମାସରୁ ଆରମ୍ଭ ହୋଇ ଜୁନ୍ ପର୍ଯ୍ୟନ୍ତ ଚାଲିପାରେ। ତେବେ କେବେ ପରୀକ୍ଷା ହେବ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ଆବେଦନ ପ୍ରକ୍ରିୟା ସରିବା ପରେ ପରୀକ୍ଷା ତାରିଖ ଘୋଷଣା ହୋଇପାରେ। ଭାରତୀୟ ରେଳବାଇର ଅଫିସିଆଲ ୱେବସାଇଟ୍ indianrailways.gov.in ଭିଜିଟ୍ କରନ୍ତୁ। ନମ୍ବର 8, ଅସୁସ୍ଥ ହେଲେ ରାହୁଲ, ସମସ୍ତ ଗସ୍ତ କଲେ ବାତିଲ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।
ଏହି କାରଣରୁ ତାଙ୍କର ମଧ୍ୟପ୍ରଦେଶର ସତନା ଓ ଝାରଖଣ୍ଡର ରାଞ୍ଚି ଗସ୍ତକୁ ବାତିଲ କରାଯାଇଛି। ରାହୁଲଙ୍କ ବଦଳରେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସତନା ଗସ୍ତ କରିବାର ଯୋଜନା ରହିଛି। କଂଗ୍ରେସର ମଧ୍ୟପ୍ରଦେଶ ଇକାଇର ଅଧ୍ୟକ୍ଷ ଜିତୁ ପଟୱାରୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ରାହୁଲ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଥିବାରୁ ସତନା ଆସିପାରୁନାହାନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସତନା ଯିବାକୁ ଅନୁରୋଧ କରିଛନ୍ତି। ରାହୁଲ ରବିବାର ମଧ୍ୟପ୍ରଦେଶର ସତନାରେ ପହଞ୍ଚି କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏକ ସାଧାରଣ ସଭା କରିବାର ଯୋଜନା ରଖିଥିଲେ, କିନ୍ତୁ ଏହା ପୂର୍ବରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ନମ୍ବର 9, ଚିଠି ସହ ପ୍ରମାଣ ଦେଲା ଆମ୍ ଆଦମୀ ପାର୍ଟି, ତିହାର ଜେଲରେ ନାହାନ୍ତି ମଧୁମେହ ସ୍ପେଶାଲିଷ୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ଦାବି କରିଛି ଆମ୍ ଆଦମୀ ପାର୍ଟି। ଆପ୍ ଅଭିଯୋଗ କରିଛି ଯେ ତିହାର ଜେଲରେ ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସ୍ଲୋ ପଏଜନ୍ ଦିଆଯାଉଥିଲା। ଆପ୍ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଜେଲରେ ଇନ୍ସୁଲିନ୍ ଦିଆଯାଉନଥିଲା। ତେବେ ରବିବାର ଏହାର ପ୍ରମାଣ ଦେଇଛି ଆମ୍ ଆଦମୀ ପାର୍ଟି। ଆପ୍ ନେତା ସୌରଭ ଭରଦ୍ୱାଜ ଏକ ଚିଠି ସହିତ ପ୍ରମାଣ ଦେଇଛନ୍ତି। ସେ କହିଛନ୍ତି, ତିହାର ଜେଲ୍ ଡିଜି ଏପ୍ରିଲ 20 ତାରିଖରେ ଦିଲ୍ଲୀ ଏମ୍ସକୁ ଏକ ଚିଠି ଲେଖିଥିଲେ। ଏଥିରେ ଉଲ୍ଲେଖ ରହିଛି ଜେଲ୍କୁ ଜଣେ ଡାଇବେଟିକ୍ ସ୍ପେଶାଲିଷ୍ଟ ଡାକ୍ତର ଦିଆଯାଉ। ସୌରଭ ଭରଦ୍ୱାଜ ଏହି ଚିଠି ଦେଖାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। ନମ୍ବର 10, 2025 ସୁଦ୍ଧା 38% ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡ଼ି। ଦେଶରେ ଇଲେକ୍ଟ୍ରିକ୍ କାର୍ର ବଜାର ଆଗାମୀ 2 ବର୍ଷରେ ସମ୍ପୂର୍ଣ୍ଣ ବଦଳିଯିବ, କାରଣ ବ୍ୟାଟେରୀ ଓ ଚିପ୍ ଦାମ ଲଗାତାର ଖସିବାରେ ଲାଗିଛି। 2021ରେ 1 କିଲୋୱାଟ୍ ପାୱାର ବ୍ୟାଟେରୀ ପ୍ରାୟ $130 ବା 10,850 ଟଙ୍କା ଥିଲା, ଯାହା 2023ରେ $100 ବା 8,350 ଟଙ୍କାକୁ ଖସି ଆସିଛି। ଆକଳନ ଅନୁସାରେ 2025 ସୁଦ୍ଧା ଏହା ହ୍ରାସ ପାଇ 6,650 ଟଙ୍କା ହୋଇଯିବ। ଏବେ ବଜାରରେ 17ରୁ 108 କିଲୋୱାଟ୍ ଆୱାର ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଗାଡ଼ି ଦେଖିବାକୁ ମିଳୁଛି। ଇଲେକ୍ଟ୍ରିକ୍ ଗାଡ଼ିର ଦାମ 70% କେବଳ ବ୍ୟାଟେରୀ ଉପରେ ହିଁ ନିର୍ଭର କରେ। ଏହି ଅନୁସାରେ ଯଦି ଆମେ ଆକଳନ କରିବା, ତେବେ 10 ଲକ୍ଷ ଟଙ୍କାର ଇଭି ଦାମ ପ୍ରାୟ 8.5 ଲକ୍ଷ ଟଙ୍କା ହୋଇଯିବ। ଅନ୍ୟପଟେ ଦେଶରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ ହେଲେ ଏହି ଖର୍ଚ୍ଚ ଆହୁରି 10% ପର୍ଯ୍ୟନ୍ତ ହ୍ରାସ ହେବ। ନମ୍ବର 11, ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଯୋଗ ଶିବିର ପାଇଁ ଦେବାକୁ ପଡ଼ିବ ଟିକସ। ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଝଟକା, ପତଞ୍ଜଳି ଯୋଗ ଶିବିର ପାଇଁ ବର୍ତ୍ତମାନ ଟିକସ ଦେବେ ବାବା ରାମଦେବ। ଜଷ୍ଟିସ୍ ଅଭୟ ଏମ୍ ଓକ୍ ଏବଂ ଜଷ୍ଟିସ୍ ଉଜ୍ଜଳ ଭୂୟାଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଟ୍ରଷ୍ଟର ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି ଯେ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡ଼ିବ। ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ କହିଛନ୍ତି। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି। ନମ୍ବର 12, ଜାପାନର 2 ନୌସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା, ଜଣେ କ୍ରୁ ମୃତ, 7 ଜଣ ନିଖୋଜ। ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା। ଜାପାନ ନୌସେନା କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା 2ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ସମୟରେ ଏଭଳି ଅଘଟଣ ଘଟିଛି। ଏଥିରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ନିଖୋଜ ରହିଛନ୍ତି। ଗୋଟିଏ ପ୍ରଶିକ୍ଷଣ ହେଲିକପ୍ଟର ସମ୍ଭବତଃ ଅନ୍ୟ ଏକ ହେଲିକପ୍ଟର ସହିତ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି। ରବିବାର ଜାପାନ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣା ପରେ ପ୍ରଶାସନ ମହାସାଗରରେ ଖସି ପଡ଼ିଥିବା ଚାଳକ ଦଳ ସମୂହରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ସେ କହିଛନ୍ତି, ମେରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସର 2ଟି SAK-60K ହେଲିକପ୍ଟର 4 ଜଣ ଲେଖାଏଁ ଚାଳକଙ୍କୁ ନେଇ ଯାଇଥିଲା। ନମ୍ବର 13, ଶିମିଳିପାଳରେ ମୁତୟନ ହେଲେ 25 ଜଣିଆ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ଦିନକୁ ଦିନ ତାତି ଯେତେ ବଢ଼ିବାରେ ଲାଗିଛି, ଶିମିଳିପାଳ ଅଭୟାରଣ୍ୟରେ ବହୁ ସ୍ଥାନରେ ନିଆଁ ଲାଗିବା ଦେଖାଦେଇଛି। କାଲି ଶିମିଳିପାଳ ଅଭୟାରଣ୍ୟର ଉଭୟ ଉତ୍ତର ଓ ଦକ୍ଷିଣରେ 43ଟି ପଏଣ୍ଟରେ ଲାଗିଥିବା ଜଣାପଡ଼ିଛି। ଉତ୍ତର ଶିମିଳିପାଳର 18ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର 25ଟି ସ୍ଥାନରେ ନିଆଁ ଲାଗିଥିଲା। ଏସବୁ ନିଆଁ ମନୁଷ୍ୟକୃତ ବୋଲି କହିଛନ୍ତି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ 26 ଜଣିଆ ଓଡ୍ରାଫ୍ ଟିମ୍ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଜଟିଳ ସ୍ଥିତି ଥିବାବେଳେ ସେ ସବୁକୁ ଆୟତ୍ତ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ ଉପନିର୍ଦ୍ଦେଶକ। ନମ୍ବର 14, ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ, ଡଙ୍ଗା ଚାଳକ ଓ ଘାଟର ମାଲିକ ଗିରଫ। ମହାନଦୀରେ ପାଖାପାଖି 50 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ 8 ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 2 ଜଣଙ୍କୁ ଗିରଫ କରିଛି। ଡଙ୍ଗା ଚାଳକ ଓ ଡଙ୍ଗା ଘାଟର ମାଲିକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଜିତ୍ ପାଣ୍ଡେ ଓ ନାରାୟଣ ଭୋଇ।
पुलिस पक्षरु एही सूचना मिली। किछि लोक डंगा चालक स्थानीय प्रशासन एवं डंगारे जाउथुबा यात्रीको मध्य दायी करुथुबा बेले एही दुर्घटनार उत्तरदायित्व को नहीं प्रश्न उठी। लाइफ जैकेटर अभाव एवं यात्री परिवहन पर डंगर उपयुक्तता समेत डंगर फिटनेस को नहीं स्थानीय लोके पूर्व चिंता प्रकट करते। एसबू चैलेंज सत्वे समस्यार समाधान पर कौन ठोस पदक्षेप नि जाई नथिबा अभियोग रही। नंबर 15 सूरत रे कांग्रेस को झटका, प्रार्थी नामांकन रद्द। गुजरातर सूरत रे देखा मिली हाई वोल्टेज राजनीतिक ड्रामा। एठी कांग्रेस को लगी बड़ झटका। एठाकार लोकसभा आसनरू कांग्रेस प्रार्थी नीलेश कुंभानी नामांकन पत्र रद्द हो जाइछि। निर्वाचन अधिकारी निकट में नीलेश कुमार निजर 3 जन प्रस्तावकों मध्यरु जनक भी हाजर करि पारि नाहंती। कहुछि जे नीलेश कुमार 3 जन प्रस्तावक तांको विरोध करुथिले। नीलेशଙ୍କ नामांकन पत्र रे सेमाने दस्तखत करि नाहंती बोली जिला निर्वाचन अधिकारी निकट में एही 3 जन एक एफिडेविट मध्य दाखल करथिले। नंबर 16 भोट देउछि दीपदेश मालदीप, चलिछि 368 प्रार्थी भाग्य परीक्षा। मालदीप रे चतुर्थ संसदीय निर्वाचन दीपदेश रे जारी रही मतदान। यह निर्वाचन भारत विरोधी नारा देउथुबा राष्ट्रपति मोहम्मद मुइजुंग पई कठिन समय। मालदीप संसदीय निर्वाचन रे 8 राजनीतिक दल भाग नहीं। 93 संसदीय क्षेत्र में मोट 368 प्रार्थी भाग्य परीक्षा होउछि। प्राय 2.8 मिलियन लोक निज मताधिकार सब्यस्त करेंगे। एथिपाई 602 मतदान केन्द्र होइछि। मालदीप निर्वाचन कमिशन द्वारा विदेश रे 3टी बूथ होइछि। श्रीलंकार कोलंबो, भारतर त्रिवेंद्रम एवं क्वालालंपुर रे मतदान केन्द्र होइछि। नंबर 17 टेक सिटी को टैंकर सिटी रे परिणत करि दैछि कांग्रेस, कहिले प्रधानमंत्री। किछि सप्ताह तले जड़ संकट को नहीं बेंगलुरु चर्चा रे रहिथिला। सहरर लोके बाल्टी और अन्य पात्र धरी पानी टैंकर पाखरे लंबा धाड़ी रे छिड़ा होइथिले। आउ एहाकु नै निर्वाचन प्रचार बेले प्रधानमंत्री नरेंद्र मोदी राज्यर कांग्रेस सरकार को तीव्र समालोचना करिसंती। कांग्रेस टेक सिटी को टैंकर सिटी रे परिणत करि दैछि बोली से कहिसंती। अन्य पक्षरे कर्नाटक मुख्यमंत्री सिद्धरामैया पाल्टा आक्रमण करी कहिसंती जे जेतेबेले राज्य बन्या मरुड़ी संकट देई गति करुथिला सेतेबेले प्रधानमंत्री केउठी थिले। नंबर 18 जयपुर विधानसभा बीजेपी रु लढिबे गौतम सामंतराय। भारतीय जनता पार्टी रविवार दिन कोरापुट जिलार जयपुर विधानसभा निर्वाचन मंडली पई प्रार्थी घोषणा करिछि। जयपुर विधानसभा बीजेपी रु लढिबे गौतम सामंतराय। नुआदिल्ली रे बीजेपी केंद्रीय कार्यालय कहिछि जे कोरापुट लोकसभा निर्वाचन मंडली अंतर्गत जयपुर विधानसभा निर्वाचन मंडली पई प्रार्थी भाव गौतम सामंतराय नाम दल अनुमोदन करिछि। नंबर 19 धसुछि चीन, विपदरे 27 कोटी। वर्षको 3 मिलीमीटर जमी दबुछि। विकासमुखी बेजिंग विनाश मुहां। धसुछि चाइना माटी, चाप पकाउछि सुउच्च अट्टालिका। वर्षको 3 मिलीमीटर सहरांचल निम्नगामी। सरी सरी आसुछि भूतल जल। शेष होइजिबो सी जिनपिंग चीन। पृथ्वीर इंटरकोर भागरे प्लेट चढ़न ना अन्य किछि कारण। पड़ोशी देश चाइनार स्थिति एवं असंभाड़। सहरांचल प्राय अधा भाग जमी धसीबारे लागिछि। फଳରେ 27 कोटी अधिक लोकों जीवन प्रति विपद माड़ी आसुछि। एकथा साइंस पत्रिका प्रकाशित रिपोर्ट चीनवासी को भयभीत करिछि। देशर 45% सहर वर्षको 3 मिलीमीटर बा 0.12 इंच धसुछि। नंबर 20 विवाह यौतुक न नेबाकू शपथपत्र दाखल करिवे सरकारी कर्मचारी। यौतुक पर लगाम लगेवाई सरकारी स्तर में बड़ पदक्षेप ग्रहण कराଯାଇଛି। सरकारी सेवारे कार्यरत अधिकारी एवं कर्मचारी माने निज विवाह आउ यौतुक नहीं पारिबे नाही। सेमानकु सेमानकर नियुक्ति कर्तृपक्ष को विवाहर समय उल्लेख करी एक शपथपत्र देवाकू पड़िबो जे सेमाने निज बाहाघर रे कोनोसी यौतुक नहीं नाहंती। उत्तर प्रदेशर सरकारी कर्मचारी पई एही नियम लागू कराଯାଇଛି। यौतुक नियंत्रण पई एही नियम कार्यकारी हेउछि। नंबर 21 केजरीवाल आवेदनर शुणाणी सोमवार करिवे दिल्ली हाईकोर्ट। अबकारी नीति सह जड़ित मनी लॉन्ड्रिंग मामलार तदंत संक्रांत प्रवर्तन निर्देशालय पक्षर मुख्यमंत्री अरविंद केजरीवाल को जारी कर समन को चैलेंज करी होइथिबा आवेदनर शुणाणी दिल्ली हाईकोर्ट सोमवार करिवे। हाईकोर्ट तांको जबरदस्त कार्यानुष्ठान अंतरीण सुरक्षा देवाक मन करिबा परे मार्च 21 तारिख रे एजेंसी द्वारा गिरफ होइथिबा केजरीवाल गिरफ्तारी पचराउचरा एवं जामिन प्रदान संक्रांत प्रिभेन्शन ऑफ मनी लॉन्ड्रिंग आईन रे केतेक व्यवस्थार संवैधानिक वैधता को मध्य चैलेंज करिसंती। जस्टिस सुरेश कुमार कैत एवं जस्टिस मनोज जैन को नहीं गठित खंडपीठ रे ए आवेदनर शुणाणी हेबो। नंबर 22 रूसर 8 सहर रे यूक्रेन रो ड्रोन हमला, पावर स्टेशन एवं तैल डिपो ध्वंस।
ୟୁକ୍ରେନ୍ର ସ୍ପେଶାଲ ସୈନ୍ୟବାହିନୀ ରୁଷର 8ଟି ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ରୁଷର 3ଟି ପାୱାର ଷ୍ଟେସନ ଏବଂ ଇନ୍ଧନ ଡିପୋ ନଷ୍ଟ ହୋଇଯାଇଛି। ଆମେରିକାର ମିଡିଆ ରିପୋର୍ଟ ଦ୍ୱାରା ଏହି ଖବର ନିଶ୍ଚିତ ହୋଇଛି। ଏଥିସହିତ ଶନିବାର ଦିନ ରୁଷ ଉପରେ ଡ୍ରୋନ୍ ଆକ୍ରମଣ ମଧ୍ୟ ହୋଇଥିଲା। ଏହାକୁ ନେଇ ରୁଷ ପ୍ରଶାସନ ଶନିବାର କହିଛି ଯେ ୟୁକ୍ରେନ୍ ଏହାର ପାୱାର ଷ୍ଟେସନ ଏବଂ ଇନ୍ଧନ ଡିପୋକୁ ନଷ୍ଟ କରିବା ପାଇଁ 50 ଡ୍ରୋନ୍ ପଠାଇଛି। କିନ୍ତୁ ରୁଷର ସୁରକ୍ଷା ବ୍ୟବସ୍ଥା ସେମାନଙ୍କ ପଶ୍ଚିମ ବେଲଗୋରୋଡ୍ ଅଞ୍ଚଳରେ ନଷ୍ଟ କରିଦେଇଛି। ଶନିବାର 2 ଜଣଙ୍କର ମୃତ୍ୟୁ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରୁଷୀ ସୁରକ୍ଷା ବ୍ୟବସ୍ଥା ମଧ୍ୟ ୟୁକ୍ରେନ୍ର ସୁଖୋଇ Su-25 ଯୁଦ୍ଧ ବିମାନକୁ ଖସାଇ ଦେଇଛି। ନମ୍ବର 23 SC/ST ଆବାସିକ ବିଦ୍ୟାଳୟରେ ଆଜିଠୁ ଖରା ଛୁଟି ଜୁନ୍ 19ରେ ଖୋଲିବ। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବଡ଼ ଘୋଷଣା। ଆଜିଠାରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟରେ ଖରା ଛୁଟି ଘୋଷଣା କରାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ଜୁନ୍ 19 ତାରିଖରେ ଖୋଲିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ହଷ୍ଟେଲ ଓ ମେସ୍ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନମ୍ବର 24 ଆଉ ରହିବନି ଅନଲାଇନ୍ ଚିନ୍ତା। ଏଣିକି ବିନା ଇଣ୍ଟରନେଟ୍ରେ UPI ପେମେଣ୍ଟ। ଏଣିକି ଆପଣ ବିନା ଇଣ୍ଟରନେଟ୍ରେ ମଧ୍ୟ ପଇଠ କରିପାରିବେ। ଫିଚର ଫୋନ୍ ଏବଂ ସ୍ମାର୍ଟଫୋନ୍ ଉପଭୋକ୍ତା ଉଭୟ ବିନା ଇଣ୍ଟରନେଟ୍ରେ UPI ପେମେଣ୍ଟ କରିପାରିବେ। UPI ପେମେଣ୍ଟ ପ୍ଲାଟଫର୍ମ ଫୋନ୍ପେ ଏବଂ ଗୁଗଲ ପେ ଭଳି ପ୍ଲାଟଫର୍ମ UPI ଲାଇଟ୍ର ସୁବିଧା ଦେଇଥାଏ। ଏହା ଏକ ଏଭଳି ୱାଲେଟ୍ ସେବା ଯେଉଁଥିରେ ଆପଣ ବିନା ପିନ୍ ଦେଇ ମଧ୍ୟ ପଇଠ କରିପାରିବେ। ଯଦି ଆପଣଙ୍କ ବ୍ୟାଙ୍କିଂ ସେବା କାମ କରୁନି ତେବେ ଏହି ସମୟରେ ମଧ୍ୟ UPI ଲାଇଟ୍ରୁ ଆପଣ ପଇଠ କରିପାରିବେ। ଏହା ସହିତ ଏହି ସେବା ସମୟରେ ଆପଣଙ୍କ ପିନ୍ ଦେବାକୁ ମଧ୍ୟ ପଡ଼ିବନି। ତେବେ ଯଦି ଆପଣ ଭୁଲରେ ଅଧିକ ଆମାଉଣ୍ଟ ଦେଉଛନ୍ତି ତେବେ ସେହି ପଇସା କଟିଯିବ। କିନ୍ତୁ ପିନ୍ ସୁବିଧା ଥିଲେ ଆପଣ ଏହି ରାଶିକୁ କମ୍ ବା ଅଧିକ କରିପାରିଥାନ୍ତେ। ନମ୍ବର 25 ବିରୋଧୀଙ୍କ ତୀବ୍ର ସମାଲୋଚନା ବେଳେ ଇଡିର ପିଠି ଥାପଡ଼େଇଲେ ପ୍ରଧାନମନ୍ତ୍ରୀ। ଘରୋଇ ଟିଭି ଚ୍ୟାନେଲ ଏସିଆନେଟ୍କୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା କରିଛନ୍ତି। ଯେତେବେଳେ ବିରୋଧୀ ଇଡି ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ କଡ଼ା ସମାଲୋଚନା କରୁଛନ୍ତି ସେହି ସମୟରେ ପ୍ରଧାନମନ୍ତ୍ରୀ ଏକ ପରିସଂଖ୍ୟାନ କହିଛନ୍ତି ସମ୍ପୃକ୍ତ ସାକ୍ଷାତକାରରେ ଏବଂ କିଭଳି ଇଡି ତାଙ୍କ ସରକାରରେ ସକ୍ରିୟ ହୋଇ ନିଜର କାମ କରୁଛି ବୋଲି ଦର୍ଶାଇଛନ୍ତି। 2014 ପରଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ସେ କହିଛନ୍ତି ଯେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ 1800ରୁ କମ୍ ମାମଲା ରୁଜୁ କରିଥିଲା। ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା 5000ରୁ ଅଧିକ ହୋଇଛି। ନମ୍ବର 26 ମଦ ଦୁର୍ନୀତି ମାମଲା ବନ୍ଦ ହେଲେ ପୂର୍ବତନ IAS ଅଧିକାରୀ। ପୂର୍ବତନ IAS ଅଧିକାରୀଙ୍କୁ ବାନ୍ଧିଲା ଇଡି। ଛତିଶଗଡ଼ର ବହୁଚର୍ଚ୍ଚିତ 2000 କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ପୂର୍ବତନ IAS ଅଧିକାରୀ ଅନିଲ ଟୁଟେଜାଙ୍କୁ ଇଡି ଗିରଫ କରିଛି। ସୂଚନା ଅନୁଯାୟୀ 2000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତି ମାମଲାରେ ଇଡି ଏପ୍ରିଲ 8 ତାରିଖରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ତେବେ ଅପରାଧ ପ୍ରକ୍ରିୟା ପ୍ରମାଣ ହୋଇନଥିବାରୁ କୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲେ। ଏବେ ଏହି ମାମଲାରେ ଇଡି ଅବସରପ୍ରାପ୍ତ IAS ଅଧିକାରୀ ଅନିଲ ଟୁଟେଜାଙ୍କୁ ଗିରଫ କରିଛି। ନମ୍ବର 27 ବିଜେପି ପାଇଁ ଖୁସି ଖବର। ଏନଡିଏକୁ ସମର୍ଥନ ଘୋଷଣା କଲେ ଚିରଞ୍ଜୀବୀ। ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ଼ ଖୁସି ଖବର। ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ମେଗାଷ୍ଟାର ଚିରଞ୍ଜୀବୀ ଟିଡିପି ଜନସେନା ବିଜେପି ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି। 2014ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ MP ତଥା କେନ୍ଦ୍ରମନ୍ତ୍ରୀ ଚିରଞ୍ଜୀବୀ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ତେବେ ନିର୍ବାଚନ ପୂର୍ବରୁ ଚିରଞ୍ଜୀବୀଙ୍କ ଏନଡିଏକୁ ସମର୍ଥନ କରିବା ମେଣ୍ଟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ନମ୍ବର 28 IPL 2024 ପଞ୍ଜାବକୁ 3 ୱିକେଟରେ ପରାସ୍ତ କଲା ଗୁଜରାଟ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024ର 37ତମ ମ୍ୟାଚ୍ ପଞ୍ଜାବକୁ 3 ୱିକେଟରେ ପରାସ୍ତ କରିଛି ଗୁଜରାଟ। ଦ୍ୱିତୀୟ ପାଳିରେ ଗୁଜରାଟ 143 ରନ୍ର ଲକ୍ଷ୍ୟକୁ ପିଛା କରି 19.1 ଓଭରରେ 3 ୱିକେଟ୍ ହରାଇ 140 ରନ୍ କରି ବିଜୟ ହୋଇଛି। ଗୁଜରାଟ ପକ୍ଷରୁ ଶୁଭମନ ଗିଲ୍ 35 ରନ୍, ସାଇ ସୁଦର୍ଶନ 31 ରନ୍ ଓ ରାହୁଲ ତେଓତିଆ ଦମଦାର 18 ବଲ୍ରେ 36 ରନ୍ କରି ଗୁଜରାଟକୁ ବିଜୟ ଦେଇଥିଲେ। ନମ୍ବର 29 ସାତ୍ୱିକ ସ୍ୱାଇଁ ଫିଡେ ୱାର୍ଲ୍ଡ କପ୍ 8 ବର୍ଷରୁ କମ୍ ଚେସ୍ରେ ଖେଳିବେ। ଓଡ଼ିଶାର ସାତ୍ୱିକ ସ୍ୱାଇଁ ୟଙ୍ଗଷ୍ଟରଙ୍କ ପାଇଁ ଆୟୋଜିତ କରାଯାଉଥିବା ଫିଡେ ବିଶ୍ୱକପ୍ ଚେସ୍ ପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ଏହି ଉଦୀୟମାନ ଚେସ୍ ତାରକା 8 ବର୍ଷରୁ କମ୍ ବିଭାଗରେ ଅଂଶଗ୍ରହଣ କରିବେ। ଉଭୟ ବାଳକ ବାଳିକା ବିଭାଗରେ 48 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। 8 ବର୍ଷରୁ କମ୍, 10 ବର୍ଷରୁ କମ୍, 12 ବର୍ଷରୁ କମ୍ ବିଭାଗରେ ଚେସ୍ ମ୍ୟାଚ୍ ଆୟୋଜିତ ହେବ। ସାତ୍ୱିକ ପ୍ରଫେସନାଲ ଚେସ୍ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ନମ୍ବର 30 ଅବସର ନେଲେ ପୂର୍ବତନ 1 ନମ୍ବର ଖେଳାଳି ମୁଗୁରୁଜା। ବିଶ୍ୱର ପୂର୍ବତନ 1 ନମ୍ବର ଖେଳାଳି ଗାର୍ବାଇନ୍ ମୁଗୁରୁଜା ମାତ୍ର 30 ବର୍ଷ ବୟସରେ ଟେନିସରୁ ଅବସର ଘୋଷଣା କରିଛନ୍ତି। ସ୍ପେନ୍ର ଏହି ଷ୍ଟାର ଖେଳାଳି ଦୀର୍ଘ ଦିନ ଧରି ଟେନିସଠାରୁ ଦୂରେଇ ରହିବା ପରେ ସେ ଏବେ ଏହି ନିଷ୍ପତ୍ତି ନେଇଛନ୍ତି। 2023 ଜାନୁଆରୀ ପରଠାରୁ ସେ ଆଉ ଟେନିସ ଖେଳି ନାହାନ୍ତି।
ଆମେରିକାର ୱିଲିୟମ୍ସ ଭଉଣୀଙ୍କୁ ହରାଇବାରେ ସେ ସଫଳ ହୋଇଥିଲେ। 2016 ଫ୍ରେଞ୍ଚ ଓପନ୍ ଫାଇନାଲରେ ସେରେନା ୱିଲିୟମ୍ସ ଓ 2017 ୱିମ୍ବଲଡନ୍ ଫାଇନାଲରେ ଭେନସ୍ ୱିଲିୟମ୍ସଙ୍କୁ ସେ ହରାଇଥିଲେ। ମୁଗୁରୁଜା ତାଙ୍କ କ୍ୟାରିୟରରେ 10 ଟାଇଟଲ ହାସଲ କରିଛନ୍ତି। 2015 ୱିମ୍ବଲଡନ୍ ଓ 2020 ଅଷ୍ଟ୍ରେଲିଆନ୍ ଓପନରେ ସେ ରନର୍ସ ଅପ୍ ହୋଇଥିଲେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।